ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଲୋକସଭାରେ ଆଜି ପୁନଃ ଆଗତ ହେବ ୱାକଫ୍ ସଂଶୋଧନ ବିଲ୍ 2024। ଅକ୍ଷୟ ଶକ୍ତି କ୍ଷେତ୍ରରେ ଗତ ଆର୍ଥିକ ବର୍ଷରେ 25 ଗିଗାୱାଟ୍ ଶକ୍ତି କ୍ଷେତ୍ର ସ୍ଥାପିତ ହୋଇଛି, କହିଲେ ନବୀକରଣ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ। 2000 ଟଙ୍କିଆ ନୋଟ୍ ମଧ୍ୟରୁ 98%ରୁ ଅଧିକ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଛି ବୋଲି ସୂଚନା ଦେଲା ଆର୍ବିଆଇ। ଭୂକମ୍ପ ପ୍ରଭାବିତ ମ୍ୟାମାରକୁ ଭାରତ ଏପର୍ଯ୍ୟନ୍ତ 625 ଟନ୍ ସହାୟତା ସାମଗ୍ରୀ ପ୍ରଦାନ କରିଛି, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା। ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 8 ୱିକେଟ୍ରେ ବିଜୟୀ। ଲୋକସଭାରେ ଆଜି ୱାକଫ୍ ସଂଶୋଧନ ବିଲ୍ 2024 ପୁନଃ ଆଗତ କରାଯିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବିଲ୍ ଉପରେ ଆଲୋଚନା ପାଇଁ 8 ଘଣ୍ଟା ସମୟ ପ୍ରଦାନ କରାଯାଇଛି। ଆବଶ୍ୟକ ପଡ଼ିଲେ ଆଲୋଚନାର ସମୟସୀମା ବୃଦ୍ଧି କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି। ବିଲ୍ ସଂକ୍ରାନ୍ତୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ରାଜନୈତିକ ଅଭିସନ୍ଧି ଆଧାରରେ ବିରୋଧୀ ଦଳ ଏହି ଆଇନକୁ ବିରୋଧ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ ଅଭିଯୋଗ କରିଛନ୍ତି। ନିରପେକ୍ଷ ଏବଂ ଖୋଲା ବିତର୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବିଲ୍ ଆଲୋଚନା ବେଳେ ଉପସ୍ଥିତ ରହିବାକୁ ବିଜେପି ଦଳୀୟ ସାଂସଦଙ୍କ ପାଇଁ ହୁଇପ୍ ଜାରି କରାଯାଇଛି। ଏନ୍ଡିଏର ସହଯୋଗୀ ଦଳ ଜେଡିୟୁ ଏବଂ ତେଲୁଗୁଦେଶମ ପାର୍ଟି ମଧ୍ୟ ଦଳୀୟ ସାଂସଦଙ୍କ ପାଇଁ ଅନୁରୂପ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ବିରୋଧୀ କଂଗ୍ରେସ ଦଳ ମଧ୍ୟ ସାଂସଦଙ୍କ ପାଇଁ ହୁଇପ୍ ଜାରି କରିଛି। ଏହି ବିଲ୍ ଉପରେ ଆଲୋଚନା ପାଇଁ ଇଣ୍ଡିମେଣ୍ଟର ସାଂସଦଙ୍କୁ ନେଇ ଏକ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ମେଣ୍ଟର ବିଭିନ୍ନ ଦଳର ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ଏହି ବିଲ୍ ଲୋକସଭାରେ ଆଗତ ହୋଇଥିଲା। ଅଧିକ ବିଚାର ବିମର୍ଶ ପାଇଁ ସାଂସଦ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଗଠିତ ଯୁଗ୍ମ ସଂସଦୀୟ କମିଟିକୁ ବିଲ୍ଟିକୁ ପଠାଯାଇଥିଲା। ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ଅନୁଷ୍ଠାନ, ସଂଗଠନର ପ୍ରତିନିଧିଙ୍କ ମତାମତ ଏବଂ ପରାମର୍ଶ ଆଧାରରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ନେଇ ଯୁଗ୍ମ ସଂସଦୀୟ କମିଟି ସୁପାରିଶ କରିଛନ୍ତି। କମିଟିର ଏଥିପାଇଁ 36ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବିଲ୍ ଉପରେ କମିଟିକୁ ମୋଟ 97 ଲକ୍ଷରୁ ଅଧିକ ମତାମତ ମିଳିଥିଲା। ୱାକଫ୍ ବୋର୍ଡର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ୱାକଫ୍ ସମ୍ପତ୍ତିର ସୁପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ବିଲ୍ ଆଗତ କରାଯାଇଛି। ଅକ୍ଷୟ ଶକ୍ତି କ୍ଷେତ୍ରରେ ଗତ ଆର୍ଥିକ ବର୍ଷରେ ଦେଶରେ 25 ଗିଗାୱାଟ୍ ଶକ୍ତି କ୍ଷେତ୍ର ସ୍ଥାପିତ ହୋଇଛି। ଏ କ୍ଷେତ୍ରରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ସଫଳତା ମିଳିଛି ବୋଲି ନବୀକରଣ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଯୋଶୀ କହିଛନ୍ତି, 2023-24 ଆର୍ଥିକ ବର୍ଷରେ ଏହା 18.57 ଗିଗାୱାଟ୍ ରହିଥିଲା। ଗତ ଆର୍ଥିକ ବର୍ଷରେ 35% ବୃଦ୍ଧି ଘଟିଛି। ସୌରଶକ୍ତି ଦ୍ୱାରା ପରିଚାଳିତ ଶକ୍ତି କ୍ଷେତ୍ର 21 ଗିଗାୱାଟ୍କୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। ଦେଶରେ ସୌର ପିଭି ସେଲ୍ ଉତ୍ପାଦନ ମଧ୍ୟ 3 ଗୁଣା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ 1,10,000ରୁ ଅଧିକ ପରିବାର ସୁଫଳ ପାଇଛନ୍ତି ବୋଲି ସେ କହିଛନ୍ତି। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ଏ କ୍ଷେତ୍ରରେ ପ୍ରାୟ 7 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଷୟ ଶକ୍ତି କ୍ଷେତ୍ରର ଅଭିବୃଦ୍ଧି ପାଇଁ ପ୍ରଶଂସା କରିଛନ୍ତି। ଶ୍ରୀ ଯୋଶୀଙ୍କ ସାମାଜିକ ଗଣମାଧ୍ୟମ ସୂଚନା ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି କହିଛନ୍ତି। ଏହି ଉପଲବ୍ଧି ଦେଶର ନାଗରିକଙ୍କ ସ୍ଥାୟିତ୍ୱ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସୂଚାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 2000 ଟଙ୍କିଆ ନୋଟ୍ ମଧ୍ୟରୁ 98.21% ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଆସିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ସୂଚନା ଦେଇଛି। 2023 ମେ ମାସରେ 2000 ଟଙ୍କିଆ ନୋଟ୍ ପ୍ରଚଳନକୁ ଆର୍ବିଆଇ ପ୍ରତ୍ୟାହାର ଘୋଷଣା କରିଥିଲା। ଆର୍ବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କାରବାର ବନ୍ଦ ନେଇ ନିଷ୍ପତ୍ତି ଗ୍ରହଣ କରାଯିବା ବେଳକୁ ପ୍ରଚଳନରେ ଥିବା 2000 ଟଙ୍କିଆ ନୋଟ୍ର ମୂଲ୍ୟ 3,56,000 କୋଟି ଟଙ୍କା ଥିଲା। ଗତବର୍ଷ ଶେଷ ସୁଦ୍ଧା ଏହା 6,336 କୋଟି ଟଙ୍କାକୁ ହ୍ରାସ ପାଇଛି। 2023 ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ 2000 ଟଙ୍କିଆ ନୋଟ୍କୁ ସମସ୍ତ ବ୍ୟାଙ୍କ ଶାଖାରେ ଜମା କରିବା କିମ୍ବା ବିନିମୟ କରିବାର ସୁବିଧା ଉପଲବ୍ଧ ଥିଲା। ତେବେ ରିଜର୍ଭ ବ୍ୟାଙ୍କର 19ଟି ଶାଖାରେ ଏବେ ମଧ୍ୟ ଏହି ସୁବିଧା ଉପଲବ୍ଧ ରହିଛି ବୋଲି ଆର୍ବିଆଇ ସୂଚନା ଦେଇଛି। ଗତ ଆର୍ଥିକ ବର୍ଷରେ ଦେଶରେ 4,515 ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଏ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତ 12 ବର୍ଷ ମଧ୍ୟରେ ଏହା ସର୍ବାଧିକ। ସେଥିମଧ୍ୟରୁ 4,115ଟି ଘରୋଇ କ୍ଷେତ୍ରରେ ପୋଷ୍ୟ ସନ୍ତାନ ଗ୍ରହଣ ହୋଇଛି, ଯାହା ଦେଶରେ ଆଇନଗତ ଢାଞ୍ଚାରେ ବୃଦ୍ଧି ପାଉଥିବା ଗ୍ରହଣୀୟତାକୁ ପ୍ରତିଫଳିତ କରୁଛି। କେନ୍ଦ୍ରୀୟ ପୋଷ୍ୟ ସଂସାଧନ ସଂସ୍ଥା କାରା ଇତିମଧ୍ୟରେ 8,000ରୁ ଅଧିକ ଶିଶୁଙ୍କୁ ପୋଷ୍ୟ ସନ୍ତାନ ପାଇଁ ଚିହ୍ନଟ କରିଛି। ମନ୍ତ୍ରଣାଳୟ
ମନ୍ତ୍ରଣାଳୟ କହିଛି ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଦେଶରେ 245ଟି ନୂତନ ପୋଷ୍ୟ ଗ୍ରହଣ ସଂସ୍ଥା ପ୍ରତିଷ୍ଠା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। म्यांमारे भूकंपजनित मृत्यु संख्या 2719 पहुंची। सेठाकार सेना मुख्य मिन अंग लाइंग एक टेलीविजन साक्षात्कार में गतकाली ए संपर्क में सूचना दे कहिसेंति मृत्यु संख्या अधिक होबार आशंका रही। 4521 जन आहत होइतिया बेले 441 जन एबे मध्य निखोज अछंती। उद्धार कार्य जोरसोर रे चली। म्यांमार को सहायता प्रदान करने लक्ष्य नहीं भारत ऑपरेशन ब्रह्मा कार्यकारी करिछि। एहा अधीन रे सेठाको अत्यावश्यक सामग्री औषध एवं चिकित्सा उपकरण आदि पठाଯାଇଛି। वैदेशिक व्यापार मंत्रालय पक्षर मिलिथिबा सूचना अनुसार भारतीय सेना भेषज विभाग एक अस्थायी शिविर सेठारे स्थापन कराଯାଇ 104 जन को आवश्यक सेवा प्रदान कराଯିबा सह 2 जन गुरुतर आहतंकठारे अस्त्रोपचार कराଯାଇଛି। भारतीय वायुसेनार एक विमान द्वारा गतकाली 16 टन सहायता सामग्री पठाଯାଇଛି। एहाको मिसाई एपर्यंत ऑपरेशन ब्रह्मा अधीन 6टी विमान और 5टी नौजाहाज माध्यम म्यांमार को 625 टन सहायता सामग्री पठाଯାଇଛି बोली मंत्रालय सूचना देइछि। एनडीआरएफ दल सेठारे उद्धार कार्य सामिल होइछन्ति। सूचनायोग्य गत शुक्रवार म्यांमार रे 7.7 तीव्रतार भूकंप अनुभूत हेबा सह एहा परे 6.4 तीव्रतार पश्चात भूमिकंप अनुभूत होइतिला। एहार प्रभाव थाईलैंड, वियतनाम, लाओस और दक्षिण पश्चिम चीन रे अनुभूत होइतिला बोली जଣାपड़िछि। कर्मचारी भविष्यनिधि पांठि संगठनर बहुमुखी केन्द्रीय बैंकिंग व्यवस्था आहरी 15टी बैंक को तालिकाभुक्त कराଯାଇଛି। एथिसह ଏହି ବ୍ୟବସ୍ଥାରେ ବ୍ୟାଙ୍କ ସଂଖ୍ୟା 32କୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଗତକାଲି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଉପସ୍ଥିତିରେ ଇପିଏଫ୍ଓ ଏବଂ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନୂତନ ତାଲିକାଭୁକ୍ତ 15ଟି ବ୍ୟାଙ୍କ ମାଧ୍ୟମରେ ପ୍ରାୟ 12,000 କୋଟି ଟଙ୍କା ସିଧାସଳଖ ଦେୟ ପ୍ରଦାନ ସମ୍ଭବ ହୋଇପାରିବ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି देशर भविष्य गढ़िबारे इपीएफर यह पदक्षेप गुरुत्वपूर्ण साब्यस्त हेब। प्राय 8 कोटी सक्रिय सदस्य और 78 लाख अधिक पेंशनभोगी इपीएफओ माध्यम सामाजिक सुरक्षार सुफल पाउछन्ति। गत आर्थिक वर्ष में 6 कोटी अधिक दाबीर समाधान होइछि बोली डॉक्टर मांडव्य सूचना दैछन्ति। श्रीलंकार बंदीजीवन बिताउथुबा 13 जन भारतीय मत्स्यजीवी मुक्त होई गत राति चेन्नई विमान बंदर में पहुंची। सीमापार माछधरा अभियोग में श्रीलंका नौसेना से गिरफ करथिला। गत फेब्रुआरी मास 19 और 20 तारिख में रामनाथपुरम जिल्लारू रामेश्वरमरू से श्रीलंका नौसेना गिरफ करथिला। श्रीलंका सरकार गत मास 30 तारिख में से मुक्त कर कोलंबोरे थिबा भारतीय दूतावास अधिकारी को हस्तांतर करथिले। दूतावास अधिकारी यह मत्स्यजीवी प्रत्यावर्तन नहीं समस्त व्यवस्था करथिले। चेन्नई विमान बंदर में पहुंचवा पर मत्स्यजीवी को रामेश्वरम मत्स्य विभागीय अधिकारी स्वागत करिसेंति। त्रिपुरा रे बेआईन अनुप्रवेश रोकवाक राज्य सरकार विभिन्न पदक्षेप ग्रहण करिसेंति बोली मुख्यमंत्री मानिक शाह कहिसेंति। आंतर्जातिक सीमार पेट्रोलिंग व्यवस्था को कड़ाकड़ी करा सह तलाशी अभियान को अधिक त्वरान्वित करा जायछि। सेहि भली जिला स्तर में बेआईन अनुप्रवेश यूनिट मान गठन करा जाय परिस्थिति उपरे दृष्टि रखा जायछि। त्रिपुरा विधानसभा गतकाली संपर्कित एक प्रश्नर उत्तर में श्री शाह कहिसेंति अनुप्रवेशकारी और सेमानंकु सुजोग प्रदान करुथुवा लोकंक विरोध में भारतीय पासपोर्ट आईन एवं विदेशी आईन अधीन में मामला रुजु करा जायछि। आईपीएल गतकाली मैच रे पंजाब किंग्स विजयी होईछि। लखनौर एकना क्रिकेट स्टेडियम ठारे खेला जायथिबा मैच रे पंजाब किंग्स लखनऊ सुपर जायंट्स को 8 विकेट परास्त करिछि। टॉस जीति पंजाब प्रथमे बैटिंग करने लखनऊ को आमंत्रण करथिला। लखनऊ निर्धारित 20 ओवर 7 विकेट विनिमय 171 रन संग्रह करथिला। दल पक्षर निकोलास पूरन सर्वाधिक 44 रन और आयुष बदौनी 41 रन संग्रह करथिले। विजय लक्ष्य को पंजाब 16 ओवर 2 बॉल रे 2 विकेट विनिमय हासिल करिपारिथिला। दल पक्षर अधिनायक श्रेयस आयर 52 रन संग्रह करथिले। प्रभसिमरन सिंह को प्लेयर ऑफ द मैच विवेचित करा जायछि। पंजाब एपर्यंत खेलिथिबा 2टी जाक मैच रे विजय हासिल करिछि। आज रॉयल चैलेंजर्स बेंगालुरु और गुजरात टाइटन्स मध्य संध्या 7:30 बेंगालुरुर एन चिन्नास्वामी स्टेडियम ठारे मैच खेला जिवो। मुख्य संवाद गुड़िक पुणी थे। लोकसभा आज पुनः आगत हेब वाकफ संशोधन बिल 2024। अक्षय शक्ति क्षेत्र में गत आर्थिक वर्ष में 25 गीगावाट शक्ति क्षेत्र स्थापित होईछि कहले नवीकरण और अक्षय शक्ति मंत्री। 2000 टंकिया नोट मध्य 98% अधिक बैंकिंग व्यवस्था को फेरिछि बोली सूचना देला आरबीआई। एवं आईपीएल गतकाली मैच रे पंजाब किंग्स 8 विकेट विजयी। संवाद शेष ହେଲା।